ଏ ହେଉଛି ସୋରଡ଼ା ବ୍ଲକ ବୋରସିଂ କ୍ଲଷ୍ଟରର ବାଘଲିଙ୍ଗି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ଏଠି ମା ବାଗଦେବୀ ସରସ୍ୱତୀଙ୍କ ପୂଜା ଉତ୍ସବ ମହା ଆନନ୍ଦର ସହିତ ଅନୁଷ୍ଠିତ ହୋଇଯାଇଛି। ଏଠି ପିଲାମାନଙ୍କ ମୃଦୁ କୋଳାହଳ ଯେମିତି କୌତୂହଳପୂର୍ଣ୍ଣ, ବ୍ରାହ୍ମଣଙ୍କ ମନ୍ତ୍ରପାଠ ସେମିତି ସ୍ୱଚ୍ଛ ଓ ପବିତ୍ର। ଏଠି ପୁଷ୍ପାଞ୍ଜଳି ଯେମିତି ଉତ୍ସାହଜନକ, ଆଳତୀ ଗ୍ରହଣ ସେମିତି ଆନନ୍ଦଦାୟକ। ଏବେ ବି ସ୍ଥାନୀୟ କଳାକାରଙ୍କ ଗିନି ମୃଦଙ୍ଗ ଧ୍ୱନି ବେଶ ଗୁଞ୍ଜରଣ ସୃଷ୍ଟି କରେ ଏହି ପୂଜା ମଣ୍ଡପରେ। ଆଧୁନିକତାର ମହୁଆ ରଙ୍ଗରେ ସାରା ଦୁନିଆ ମସଗୁଲ ହେଉଥିବା ବେଳେ ଏବେ ବି ଏ ବାଘଲିଙ୍ଗି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଜାବୁଡ଼ି ଧରିଛି ତାର ପ୍ରାଚୀନ ପରମ୍ପରାକୁ। ଏବେ ବି ବସନ୍ତ ପଞ୍ଚମୀରେ ମା ସରସ୍ୱତୀଙ୍କ ପୂଜା ଅବସରରେ ନୂତନ ଶିକ୍ଷାର୍ଥୀଙ୍କର ଖଡ଼ିଛୁଆଁ ଉତ୍ସବ ଏଇଠି ସୁନ୍ଦର ଭାବେ ପାଳନ କରାଯାଏ। ଏବେ ବି ଏଠି ବିଦ୍ୟାର୍ଥୀଙ୍କ ବିଦ୍ୟାରମ୍ଭ କରାଯାଏ ଖଡ଼ି ଆଉ ସିଲଟ ମାଧ୍ୟମରେ। ଏବେ ବି ଏଠି ସିଲଟରେ ଲେଖା ହୁଏ ସିଧି ରସ୍ତୁ, ଆଉ ସେଇ ଲେଖାକୁ ଲିଭାଇ କପାଳରେ ବୋଳି ଦେବାର ପରମ୍ପରା ଏବେ ବି ଏଇଠି ବଜାୟ ରହିଛି। ସ୍ଥାନୀୟ ଅଭିଭାବକମାନେ ବି ଏ ପରମ୍ପରାକୁ ଅତି ଉତ୍ସାହର ସହିତ ଗ୍ରହଣ କରୁଥିବାର ଏଠି ଦେଖିବାକୁ ମିଳିଛି। ଏଠାକାର ପିଲାମାନେ ଯେମିତି ଶୃଙ୍ଖଳିତ, ଶିକ୍ଷକ ଶିକ୍ଷୟିତ୍ରୀମାନେ ବି ସେମିତି ଛାତ୍ରଛାତ୍ରୀ ପ୍ରେମୀ। ଏଠି ସମ୍ପର୍କର ସୁନେଲି ରଜୁରେ ସଦାସର୍ବଦା ବନ୍ଧା ହୋଇଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, କମିଟି ସଦସ୍ୟା ତଥା ଏଠିକାର ଜ୍ଞାନୀ ଗୁଣୀ ମହାନ ବ୍ୟକ୍ତି, ମହାନ ଅଭିଭାବକ ଅଭିଭାବିକା ବୃନ୍ଦ। ଏ ହେଉଛି ସୋରଡ଼ା ବ୍ଲକର ବୋରସିଂ କ୍ଲଷ୍ଟରର ବାଘଲିଙ୍ଗି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସୁନେଲି ଭବିଷ୍ୟତ। CSCC ରାଜେନ୍ଦ୍ର କୁମାର ବିଷୟଙ୍କ ରିପୋର୍ଟ, ସୋରଡ଼ା ବ୍ଲକ।